ସନ୍ଧ୍ୟା ହେଇଗଲା, ପୁଅର ଖାଇବା ରେଡ଼ି ହେଇଗଲା। ତାକୁ ଏବେ ମୁଁ ଖୋଇଦେବି। ତାର ଏବେ ଖାଇବା ହେଉଛି ଓଟ୍ସ, ସୁଜି ଆଉ ଆପଲ୍, ଖଜୁରୀ। ତାକୁ ସବୁ ରନ୍ଧା ହେଇକି ଗ୍ରାଇଣ୍ଡିଂ ହେଇଛି। ଏଇଟା ରହିଲା ତା ଖାଇବା। ଆଉ ଏଇଟା ମୁଁ ଗୋଟେ ନୂଆ ସିପର ମଗେଇଛି ତା ପାଇଁ। ଦେଖିବା ସେ କେତେ ମାତ୍ରାରେ ପିଉଛି। ତାକୁ ଧରି ନିଜେ ପିଇପାରିବ। ଏଇପା ସିଏ ଖେଳିବ ଏଇଟା ଧରି। କଣ ଅଧିକ କାମୁଡୁଛି? ଖାଇସାରିଲା ପରେ ପାଣି ପିଇବ। ନିଜେ ଧରି ଖାଇଲା ବେଳେ କହିବ ମୁଁ ନିଜେ ଖାଇବି। ଏଠି ପାଣି ପିଇବାଟା ଭାରି କଷ୍ଟ। ସେଥିରେ ପିଇଦିଅ। ଯେହେତୁ ୟାର 6 ମନ୍ଥ କମ୍ପ୍ଲିଟ୍ ହେଇସାରିଛି, ତ 6 to 9 ମନ୍ଥ ବେବିମାନଙ୍କୁ 120 ml ୱାଟର ଦେବାକୁ ପଡ଼େ। ଆଉ ଖାଇବା ସଲିଡ୍ ଖୋଇବା ପରେ 6-7 ଚାମଚ ପାଣି ପିଇବା କଥା। ତ ତାକୁ ସେଥିପାଇଁ କେମିତି ସେ ପାଣିଟା ପିଇବ ମୁଁ ସେଇ ବ୍ୟବସ୍ଥା କରୁଛି। କାହିଁକିନା ପାଣି ତାକୁ ବିଲକୁଲ ପସନ୍ଦ ନୁହଁ। ପାଣି ପିଇଲା ବେଳକୁ ସେ ମେଡ଼ିସିନ ଫେସ୍ କରୁଛି। ଯଦି ଅଲଗା ଅଲଗା ଜିନିଷ ଅର୍ଡ଼ର କରି ତା ପାଇଁ ପାଣି ପିଉଛି, ନହେଲେ ଜବରଦସ୍ତି ଚାମଚରେ ପିଇବି ଆଉ। ଅଛି ମେଜରମେଣ୍ଟ 150 ml ପାଣି ଧରିବା, 120 ml ପିଇବାର ଅଛି ଆଉ। ତ ଆପଣମାନଙ୍କୁ ଯଦି ଏଇଟା ଦରକାର ମୁଁ ଟ୍ୟାଗ୍ କରିଦେବି, ଆପଣ ଅର୍ଡ଼ର କରିଦେବେ। ଆଉ ଆକୁ ମାନେ ସେ ପାଣି ପିଇବ